ଲଗେଇବେ। ଆଚ୍ଛା ମଉସା, ଏ ଯେଉଁ ଆପଣ ବର୍ତ୍ତମାନ ଏତେ ହରବରରେ ଯାଉଛନ୍ତି କୁଆଡ଼େ? ଏ ନର୍ସରୀକୁ। ନର୍ସରୀ କରିଛନ୍ତି ଆପଣ? ଆଜ୍ଞା। ଓହୋ, ନର୍ସରୀଟା ଆପଣ କେତେ ଦୂର ହେବ? ଏଇ ପାଖ ଆର ସାହିରେ। ଏଇ ଯେଉଁ ନର୍ସରୀ ପାଇଁ ତାହେଲେ ଆପଣ ଏଇ ଯେଉଁ ଜିନିଷ ଗୁଡ଼ାକ ଧରିଛନ୍ତି? ଆଜ୍ଞା। ଏଇଥିରେ କାମ ହବ ନା। ଓହୋ, ଏଇଥିରେ ସବୁ କାମ ହେବ। ଆଜ୍ଞା। ଓହୋ, ତେବେ ଆପଣ କହୁଛନ୍ତି ନର୍ସରୀ କରିଛନ୍ତି, ତ ନର୍ସରୀଟା ଆପଣଙ୍କର କେତେ ଦୂର ହେବ? ଏଇ ପାଖ। ଚାଲନ୍ତୁ ଆପଣ କେମିତି ନର୍ସରୀ କରିଛନ୍ତି, କେମିତି ମାନେ ତଳି ନର୍ସରୀରେ କେମିତି ତଳି ପକାଉଛନ୍ତି ଦେଖିବା। ହଁ ଠିକ୍ ଅଛି, ଏବେ ତ ଚାରା ପଡ଼ିବ, ହଁ, ଦେଖି ଆସିବେ ଆଉ। ଆଚ୍ଛା, ଆପଣ ଯେଉଁ କହୁଥିଲେ ନର୍ସରୀ କଥା, ଏଇଟା ଆପଣଙ୍କ ନର୍ସରୀ କି? ହଁ ଏଇଟା। ଓହୋ, ତେବେ ଚାଲନ୍ତୁ ଦେଖିବା। ଆସନ୍ତୁ। ତେବେ ବର୍ତ୍ତମାନ ଆମେ ଏ ଯେଉଁ ଭାଇନାଙ୍କର ନର୍ସରୀ ପହଞ୍ଚିଛେ, ଆଉ ବର୍ତ୍ତମାନ ନର୍ସରୀ ଭିତରକୁ ଯାଉଛନ୍ତି। ଆଚ୍ଛା, ତେବେ ଆପଣଙ୍କୁ ଟିକେ ପରିଚୟ ଦେବେ ହେଲା। ଆପଣଙ୍କ ନାଁ? ଉମାକାନ୍ତ ଖଣ୍ଡେ। ଆପଣଙ୍କ ଗାଁ ନା? ପାଟବିଲ। ତେବେ ଜିପିଟା ଆପଣଙ୍କର? ପାଟବିଲ ଆଜ୍ଞା। ତ ତେବେ ଆପଣ କହୁଥିଲେ ଯେ ଏଇ ଯେଉଁ ନର୍ସରୀ କଥା କହୁଥିଲେ ଆପଣ, ଏଇଟା ତାହେଲେ ଏଇଟା ଆପଣଙ୍କ ନର୍ସରୀ? ଏଇଟା ଆଜ୍ଞା ପଲି ହାଉସ୍। ପଲି ହାଉସ୍ ଯାହା କହୁଛ, ହଁ, ଏଇଟାକୁ ନର୍ସରୀ ବି କହନ୍ତି ଆଉ ପଲି ହାଉସ୍ ବି କହନ୍ତି। ହଁ ଆଜ୍ଞା। ଠିକ୍ ଅଛି, ତେବେ ଏଇ ଯେଉଁ ଆପଣଙ୍କ ନର୍ସରୀଟା କରିଛନ୍ତି ହେଲା, ଆଜ୍ଞା। ଏଇ ନର୍ସରୀଟାରେ ଆପଣ ମାନେ ହାରାହାରି କେତେ ବର୍ଷ ହେଲାଣି କରିଛନ୍ତି ଏଇଟା? ଏଇଟା 4 ବର୍ଷ ହେଲାଣି। ତେବେ ଆପଣ ଯେଉଁ ନର୍ସରୀଟା ମାନେ କରିଛନ୍ତି, ଏଇଟା କାହିଁକି କଲେ? ନର୍ସରୀ ନ କଲେ କରିନଥିଲେ କ'ଣ ଚଳିନଥାନ୍ତା? ନା, ଏଇ ଯେଉଁ ଏଠି କରାହେଲା କାହିଁକି ନା, ଏଇ ଯେଉଁ ଚାରା ଉତ୍ପାଦନଟା ଚାଷୀ ଭାଇମାନେ ଠିକ୍ ଭାବରେ ପାଇପାରିଲେ ନାହିଁ, ଆଉ ସଠିକ୍ ସମୟରେ ପାଇପାରିଲେ ନାହିଁ। ସେଇଥିପାଇଁ ଏଇଟା ମୋର ଗୋଟେ ଆଗ୍ରହ ହେଲା, ଗୋଟେ ପଲି ହାଉସ୍ କରିବି, ସେଇଥିପାଇଁ ଏଇଟା କଲି। ତେବେ ଆପଣଙ୍କର ଯେଉଁ କହିଲେ ମାନେ ଲୋକଙ୍କର ଏଇ ଯେଉଁ ଅଞ୍ଚଳର ଲୋକ, ଏଇ ଯେ ଆପଣଙ୍କର ପଲି ହାଉସ୍ଟା କରିଛନ୍ତି ଆଜ୍ଞା ବା ନର୍ସରୀ ବେଡ଼୍ଟା କରିଛନ୍ତି, ଆଜ୍ଞା। ତ ଏଇଟା ଆପଣଙ୍କର 5 ବର୍ଷ ଯେତେବେଳେ ଫାଷ୍ଟ କଲେ, ଆପଣଙ୍କ ଏଇଟା ଟୋଟାଲ୍ କେତେ ଖର୍ଚ୍ଚ ହେଇଥିଲା? ଏଇଟା ଆଜ୍ଞା ଖର୍ଚ୍ଚ ହେଇଥିଲା 10,500। 10,500? ଆଜ୍ଞା। ମାନେ ଏଇଟା ଆପଣଙ୍କର ଯେଉଁ ଏଇ ଯେଉଁ ପଲିଥିନ୍, ଘେର, କାଠ ଏ ବାବଦ? ଟୋଟାଲ୍ ଖର୍ଚ୍ଚ। ଆପଣ ଯେଉଁ ଏଇଟା କହିଲେ ଯେ ମାନେ ସବୁ ଦିଆଯାଇଛି, ପଲିଥିନ୍ ଦିଆଯାଇଛି, କାଠ ଦିଆଯାଇଛି, ଆଉ ଘେର ପାଇଁ ଯେଉଁ ଜାଲ ଦେଇଛନ୍ତି ଆପଣ, ଆଜ୍ଞା ଏଇ ଯେଉଁ ଜାଲ ଦେଇଛନ୍ତି, ଆଜ୍ଞା। ତ ଏଇ ଯେଉଁ ଜାଲଟା ଆପଣ ଫାଷ୍ଟରେ ଜାଲଟା କାହିଁକି ଦେଇଛନ୍ତି? ଏଇଟା ଆଜ୍ଞା ୟା ଦେହରେ ବହୁତ ଥର କାମ ଅଛି। ପ୍ରଥମତଃ ଗାଁ ଗହଳିରେ କୁକୁଡ଼ା ଛେଳି ପାଇଁ ରକ୍ଷା କରିବା ପାଇଁ, ଦ୍ୱିତୀୟତଃ ହେଉଛି ୟା ଭିତରେ କୌଣସି ଯେଉଁ ମାନେ ଏଣ୍ଡୁଅ କି ବିଭିନ୍ନ ପ୍ରକାର ରୋଗ ପୋକ ଯେଉଁ ମାନେ ଗଛରେ ବଢ଼ାନ୍ତି, ମାଛି, ତାକୁ କଣ୍ଟ୍ରୋଲ୍ କରିବା ପାଇଁ। ତ ଏଇଥିପାଇଁ ତାହେଲେ ଆପଣ ଏଇ ଜାଲଟା କରିଛନ୍ତି। ଆଜ୍ଞା ତ ତେବେ ଯେଉଁ ଏଇ ଯେଉଁ ପଲିଥିନ୍ଟା ଆପଣ ଦେଇଛନ୍ତି ଉପରେ ହେଲା, ଏ ଯେଉଁ ପଲିଥିନ୍ଟା ଆପଣ କାହିଁକି ଦେଇଛନ୍ତି? ପଲିଥିନ୍ ଦେଇନଥିଲେ ଚଳିନଥାନ୍ତା ନା ପଲିଥିନ୍ଟା ନିହାତି ଆପଣଙ୍କ ଦରକାର? ପଲିଥିନ୍ଟା ନିହାତି ଦରକାର। କାହିଁକି ନା, ଧରନ୍ତୁ ବର୍ଷା ଦିନେ ଆପଣ ଚାରା କରିବେ, ଚାରା ପକାଇବା ସମୟରେ ଯଦି ବର୍ଷା ମାଡ଼ ହେଇଗଲା, ଚାରା ନଷ୍ଟ ହେଇଯିବ। ଆଉ ଖରା ସମୟରେ ଜୋର ଖରା ହେଲା, ଚାରା ବି ନଷ୍ଟ ହେଇଯିବ। ତେଣୁ ଏଇ ଯେଉଁ ପଲିଥିନ୍ଟା ବର୍ଷା ଦାଉରୁ ରକ୍ଷା ପାଇବା, ପ୍ଲସ୍ ଖରାରେ ଆଗ ଯେଉଁ ପ୍ରଚଣ୍ଡ ଖରା ହେଉଛି, ତାର ଯେଉଁ ଗୋଟେ ଖରାପ ରଶ୍ମିଟା ଆସେ, ତାର ରଶ୍ମିଟାକୁ ଏଇ ପଲିଥିନ୍ କଣ୍ଟ୍ରୋଲ୍ କରିଦେବ। ସେଇଥିପାଇଁ ଏଇଟା ପଲିଥିନ୍ଟା ଗଢ଼ା ହେଇଛି। ଆପଣ କହୁଛନ୍ତି ମାନେ ଶୀତ ବର୍ଷାକୁ ନିୟନ୍ତ୍ରିତ କରିବା ପାଇଁ ଏଇ ଯେଉଁ ପଲିଥିନ୍ଟା ଆପଣ ଦେଇଛନ୍ତି। ଆଜ୍ଞା ତେବେ ଏଇ ଯେଉଁ ଚାଲନ୍ତୁ ଆପଣ ତ ଆସୁଛନ୍ତି କେମିତି କରିବେ ଠିକ୍ ଅଛି, ତଳି ଏବେ ବେଡ୍? ଯିବା, ଏବେ ଯିବା ଭିତରକୁ ଦେଖିବା। ହଁ, ତେବେ ଏଇ ଯେଉଁ ଆପଣ କହିଲେ ଯେଉଁ ଆପଣଙ୍କ ଏଇ ପଲି ହାଉସ୍ଟା ଆପଣ କହିଲେ ଯେ ଆପଣ କେତେ କହିଲେ 10,000 ଟଙ୍କା ଏଷ୍ଟିମେଟ୍ରେ କରିଛନ୍ତି ଆଜ୍ଞା। ଫାଷ୍ଟଲି, ତ ତେବେ ଆପଣଙ୍କର ଏଇ ପଲି ହାଉସ୍ଟା କେତେ ଲମ୍ବ ଏବଂ କେତେ ଓସାର ଅଛି? ଟିକେ ମାପିକି ଦେଖେଇବେ କି ଆପଣଙ୍କୁ, ମାନେ କେତେ ହାତ ଅଛି ହଁ କି? ମାପିକି ଦେଖେଇଦେବା। ଏବେ ତାହେଲେ ମାପିଦେବା। ଏଇଟା ଆପଣଙ୍କୁ କେତେ ମାନେ ହାତେ ହେବ କି? ଏଇଟା ହାତେ ହେବ। ଏ ଗୋଟେ ହାତ। ଗୋଟେ ହାତ। ତ ଆପଣ ଟିକେ ଦେଖେଇବେ ମାନେ ଆପଣଙ୍କ ଲମ୍ବଟା କେତେ ଅଛି ଆଉ ଓସାରଟା କେତେ ଠିକ୍ ଅଛି? ତେବେ ବର୍ତ୍ତମାନ ଓସାରଟା ମାପି ଦେଉଛି। ହଁ, ଓସାରଟା ମାପନ୍ତୁ। ତେବେ ଏ ଯେଉଁ ବର୍ତ୍ତମାନ ନୂଆବାବୁ କହୁଛନ୍ତି କି ତାଙ୍କ ନର୍ସରୀ ବେଡ଼୍, ଏଇ ଯେଉଁ ନର୍ସରୀ ବା ପଲି ହାଉସ୍ଟାକୁ ସେମାନେ ତାଙ୍କର ବର୍ତ୍ତମାନ ସାଧାରଣତଃ କେତେ ଲମ୍ବ କିମ୍ବା କେତେ ଓସାର କରିବେ, ସେଥିପାଇଁ ସେମାନେ ବର୍ତ୍ତମାନ ମାପୁଛନ୍ତି। ଏଇ ଯେଉଁ ବର୍ତ୍ତମାନ ପଲି ହାଉସ୍ ବା ନର୍ସରୀର ଓସାରଟାକୁ ବର୍ତ୍ତମାନ ମପା ଚାଲିଛି।
ତ ଏଇଟା ତେବେ ଆପଣ ଏ ଯେଉଁ କେତେ ବାଡ଼ି କଲେ ଆପଣ? ଓସାଟା 14 ହାତ ହେଲା। 14 ହାତ। ଠିକ୍ ଅଛି 14 ହାତ ଆପଣଙ୍କର ଠିକ୍ ଅଛି ହେଲା। ତ ତେବେ ଆପଣ ଯେଉଁ ଲମ୍ବଟା ବର୍ତ୍ତମାନ ମାପିକି ଟିକେ ଦେଖେଇବେ। ମାପ ନେଉଛନ୍ତି। ଆପଣ ଯେଉଁ ଲମ୍ବ ବା ଦୈର୍ଘ୍ୟ ମାପିଲେ ଏଇଟା କେତେ ବାଡ଼ି ହେଲା ବା କେତେ ହାତ ହେଲା? 36 36 ହାତ। ଠିକ୍ ଅଛି। ଆଚ୍ଛା ଯେଉଁ ଆପଣ ବର୍ତ୍ତମାନ କହିଲେ କି ଲମ୍ବ 36 ଫୁଟ ଓସାର ଆପଣଙ୍କର 14 ଫୁଟ ଆସୁଛି। 14 ହାତ ହାତ ଠିକ୍ ଅଛି। 14 ହାତ କହିଲେ ଆଉ ଆପଣ ଲମ୍ବଟା ହେଉଛି 36 ହାତ। 36 ହାତ। ଠିକ୍ ଅଛି। ଏଇ ଯେଉଁ 36 ହାତ ଲମ୍ବ ଭିତରେ ଆପଣଙ୍କର କେତେଟା ବେଡ୍ ହେଇଛି? ଏଇ ଭିତରେ ଆଜ୍ଞା ଏପଟେ ଅଛି 13ଟା ଏପଟେ ଅଛି 13ଟା କହିଲେ 26ଟା ବେଡ୍ ହେଇଛି। ତ ଏଇ ଯେଉଁ ଆପଣ ବେଡ୍ ତ କଲେ ବେଡ୍ ଗୋଟେ ପ୍ରକାର ଆପଣ କଲେ ଏପଟେ 13ଟା ଏପଟେ 13ଟା ଆଜ୍ଞା ମିଶିକି ଆପଣଙ୍କର 26ଟା ବେଡ୍ ଆପଣ କରିଛନ୍ତି। ଆଜ୍ଞା। ତେବେ ଆପଣ ଏଠି ଗୋଟେ କହିବେ କି ଏଇ ଯେଉଁ ବେଡ୍ କଲା ପରେ ଏପଟ ଦୁଇ ସାଇଡ୍ ଆପଣ ଯେଉଁ 13ଟା ବେଡ୍ କରିଛନ୍ତି। ଆଜ୍ଞା ତ ଏଇ ଯେଉଁ ମଝିରେ ଆପଣଙ୍କର ଏଇ ଯେଉଁ ମାନେ ଯେଉଁ ଜାଗା ରଖିଛନ୍ତି ଗ୍ୟାପ୍ ରଖିଛନ୍ତି ଆଜ୍ଞା। ଏଇଟା କାହିଁକି ରଖିଛନ୍ତି ଏଇଟା? ଏଇଟା ଆଜ୍ଞା ଦେଖନ୍ତୁ ମଝିରେ ଯେଉଁ ରାସ୍ତା ନ ରଖିବେ ଯିବା ଆସିବା ପାଇଁ କି ଯେଉଁ ବେଡ୍ ଭିତରେ ପାଣି ଦେବା ପାଇଁ ଅସୁବିଧା ହେବ ସେଇଥିପାଇଁ ଏଇଟା ରାସ୍ତା ଗୋଟେ ରଖାହେଇଛି। ତ ଏଇଟା ଆପଣଙ୍କର ମାନେ କେତେ ଫୁଟର ବା କେତେ ହାତର ରାସ୍ତା ରଖିଛନ୍ତି ଆପଣଙ୍କର? ଏଇଟା ଆଜ୍ଞା ଫୁଟରେ କହିଲେ 2 ଫୁଟ ହେବ ହାତରେ କହିଲେ 1.5 ହାତ ହେବ। 1.5 ହାତ ଦେଖିବେ ଏଇଟା ଦେଖନ୍ତୁ ହାତେ ହେଲେ ଆଉ ଗୋଟେ ହାତ ହେବ ସେଇଟା ଆଉ ଚାଙ୍କଡ଼େ ହେବ ମାନେ ହାତେ ହାତେ ଚାଙ୍କଡ଼େ। ହାତେ ଚାଙ୍ଖାଟେ କୁହନ୍ତି। ଏଇ ମେନ୍ ରାସ୍ତାଟା ହାତେ ଚାଖଣ୍ଡେ। ତ ତାପରେ ଯେଉଁ ଏଇଟା କଲେ ତାପରେ ଯେଉଁ ଏଇ ଯେଉଁ ଆଉ ଗୋଟେ କରିଛନ୍ତି ଯେଉଁ ଏଇଗୁଡ଼ାକ ବର୍ତ୍ତମାନ କରିଛନ୍ତି କି ସାଇଡ଼ରେ ଯେଉଁ ରାସ୍ତା କରିଛନ୍ତି ଏଇଟା କାହିଁକି କରିଛନ୍ତି ଆପଣ? ଏଇଟା କରିବାର କାରଣ ହେଉଛି ଏଇ ଯେଉଁ ପ୍ରତି ବେଡ୍ ମଝିରେ ଯେଉଁ ରାସ୍ତା ରଖାହେଇଛି ଏଇ ରାସ୍ତା ପ୍ରତି ବେଡ୍କୁ ଯିବା ଆସିବା ପାଇଁ ଅଥବା ପାଣି ଦେବା ପାଇଁ କିମ୍ବା ଯେତେବେଳେ ଘାସ ହେଇଗଲା ଘାସ ବାଛିବା ପାଇଁ ତ ରାସ୍ତା ନ ରଖିଥିଲେ ଅସୁବିଧା ହେବ। ତେଣୁ ପାଣି ଦେବା ପାଇଁ ଆଉ ଘାସ ବାଛିବା ପାଇଁ ଏଇ ଯେଉଁ ରାସ୍ତା ରଖାହେଇଛି ପ୍ରତି ବେଡ୍କୁ। ଏଇ ଆପଣ ଏଇ ଯେଉଁ ରାସ୍ତାର ହାତ ହେବ ନାହିଁ ଏଇଠି ଦେଖନ୍ତୁ ଏଇଠି ଦେଖନ୍ତୁ ଏଇଟା ଆପଣ ଯେଉଁ ତେବେ ଯେ ଆପଣ ଯେତେବେଳେ କହିଲେ କି ପ୍ରତ୍ୟେକ ବେଡ୍ ଟୁ ବେଡ୍ ହେଇଛି ମାନେ 36ଟା ବେଡ୍ କରିଛନ୍ତି ଆପଣ ତ ଏବେ ହଁ ତେବେ ଏବେ ଏଇ ଯେଉଁ ଆପଣଙ୍କର ବେଡ୍ର ଲମ୍ବ କେତେ ଅଛି ଆଉ ଓସାର କେତେ ଅଛି ଆପଣଙ୍କର? ଓସାର ହେଉଛି 3 ଫୁଟ ଲମ୍ବ ହେଉଛି 10 ଫୁଟ 6 ଇଞ୍ଚ। ତ ଏଇଟାକୁ ଆପଣ କେମିତି ପ୍ରସ୍ତୁତ କରୁଛନ୍ତି ଏଇଟାକୁ ବିଶୋଧନ କେମିତି କରୁଛନ୍ତି ନା ବିଶୋଧନ କରୁନାହାନ୍ତି? ହଁ ଏଥିରେ ବିଶୋଧନ କରାହେଉଛି। ଆପଣ ଯେତେବେଳେ ଏଇଟା ବୋର୍ଡ଼ ତିଆରି ହେଉଛି ତ ଏଥିରେ ପ୍ରଥମ ବାଲିଆ ଦୋରସା ମାଟି ଦିଆହେଉଛି ତାର ସାଙ୍ଗକୁ ଖତ ଦିଆହେଉଛି। ମଞ୍ଜି ପଡ଼ିବାର 7 ଦିନ ଆଗରୁ ଟିକେ ଫରେଟ ବା ଦାନାଦାର ଦିଆହେଉଛି। ତାପରେ ଯେଉଁଦିନ ପଡ଼ିବ ମଞ୍ଜି ପଡ଼ିବ ସେଇଦିନ ଆପଣଙ୍କର ଏଇଟା ଦେଖୁଛନ୍ତି ଜିଆ ଖତ ଏଇଟା ଦେଖନ୍ତୁ ଜିଆ ଖତ ଏଇ ଜିଆ ଖତ ଯେଉଁଦିନ ମଞ୍ଜି ପଡ଼ିବ ସେଇଦିନ ଏଇ ଜିଆ ଖତ ସହିତ ଏଇଟା ଗୋଟେ ଜିନିଷ ଅଛି ଔଷଧ ଅଛି ଆଜ୍ଞା। ଏଇଟା ହେଉଛି ଟ୍ରାଇକୋଡର୍ମା। ଏଇ ଟ୍ରାଇକୋଡର୍ମାଟା ଏଇ ଜିଆ ଖତରେ ମିଶାଇ ଦେଇକି ବେଡ଼୍ରେ ଯେଉଁଦିନ ମଞ୍ଜି ବୁଣା ହେବ ସେଇଦିନ ତାଙ୍କୁ ଏଇ ଜିଆ ଖତକୁ ବି ବୁଣି ଦିଆହେଉଛି। ଏଇ ଯେଉଁ ଜିନିଷ ଗୁଡ଼ାକ ଯେଉଁ ରେଡୋମିଲ୍ ଗୁଡ଼ାକ ଏଗୁଡ଼ା କେଉଁଠି ଦେଉଛନ୍ତି? ଏଇ ଯେଉଁ ରିଡୋମିଲ୍ ଏଇ ରିଡୋମିଲ୍ ଦେଖନ୍ତୁ ତ ମଞ୍ଜି ବୁଣି ସାରିଲେ ଆପଣଙ୍କର ଗଜା ହେଲା ଯେଉଁଦିନ ଗଜା ହେବ ସେଇଦିନ ଆପଣ ଏଇ ରିଡୋମିଲ୍ ଏମଜେଡ୍ଟା ପକାଇବେ।
ଏଇଟା କାହିଁକି ଦିଆହେଉଛି ନା ଏଇଟା ଯେତେବେଳେ ଗଜା ହେଉଛ ମୂଳ ପଚା ଧରିବା ସମ୍ଭାବନା ଅଛି, ତେଣୁ ମୂଳ ପଚା ଦାଉରୁ ରକ୍ଷା କରିବା ପାଇଁ ଇରିଡୋମିଲ୍ ଆମଲେଟ୍ଟା ଦିଆହେଉଛି। ତେବେ ଆପଣ ଏଇ ଯେଉଁ ବର୍ତ୍ତମାନ ଜମି ପ୍ରସ୍ତୁତି ରେଡ଼ି କଲେ ଏଟାକ ଆପଣ ମାନେ କେମିତି ମଞ୍ଜି ଦେଉଛନ୍ତି, ଉପରେ ବୁଣୁଛନ୍ତି ନା କିଛି ଭିତରେ ଆପଣ ଦେଉଛନ୍ତି? ତାକୁ ଲାଇନ୍ରେ ବୁଣୁଛୁ ଏବେ। ଗୋଟେ ତା ଗୋଟେ ଯନ୍ତ୍ର ଅଛି, ଏଇଟା ଦେଖନ୍ତୁ, ଏଇଟା ତାର ଲାଇନ୍ରେ ତାକୁ ଟାଣିବାକୁ ପଡ଼ିବ। ତ ଏବେ ଆପଣମାନେ ଦେଖିପାରିବେ ମୁଁ ଲାଇନ୍ରେ ଦେଖେଇ ଦେଉଛି ମଞ୍ଜି ବୁଣିକି। ତେବେ ଏଇଟା ଆପଣ ଏଇଟା ଟାଣିବେ, ଏଇ ଯେଉଁ ଜିନିଷଟା ଆପଣ କହିଲେ ଏଇଟା ଦେଖେଇଲେ ଯେଉଁ ଏଇଟା ଆପଣ ଟାଣିଲେ, ଏଇଟା ଆପଣଙ୍କ ମାନେ କେତେ ଇଞ୍ଚ ଆପଣଙ୍କ କେତେ ଇଞ୍ଚ ଭିତର ପର୍ଯ୍ୟନ୍ତ ଆପଣଙ୍କ ଏଇଟା ଗାତ ହୁଏ? ଗାତ ହେବ କହିଲେ 2 ସେଣ୍ଟିମିଟର। ଆଜ୍ଞା ଏଇଟା ଦେଖନ୍ତୁ, ଏଇ ଯେଉଁ ମୁନିଆଟା ଦେଖାଯାଉଛି ଏଇ ଏତିକି ଭିତରକୁ ହିଁ ପଶିବ। ତା ଭିତରକୁ ପଶିଲେ ମଞ୍ଜି ଭଲ ଗଜା ହେବନି। ବେଶୀ ଗାତ ନୁହଁ, ଜଷ୍ଟ ଗୋଟେ ଲାଇନ୍, ଗୋଟେ ଗାର ଗୋଟେ ହେବ 2 ସେଣ୍ଟିମିଟର। ତେବେ ଏଇଟା ଆପଣ ବର୍ତ୍ତମାନ ମଞ୍ଜି କେମିତି ପକେଇବେ ଟିକେ ପକେଇକି ଦେଖେଇବେ ତ? ଦେଖାନ୍ତୁ। ତ ମଞ୍ଜି ପକେଇବା ଆଗରୁ ଏବେ ଏଇଟା ଯେଉଁ ସେମାନେ ବର୍ତ୍ତମାନ ଗାର ଟାଣୁଛନ୍ତି, ଏଇଟା ଏଥିପାଇଁ ଟାଣୁଛନ୍ତି କି ମଞ୍ଜିଟା ଠିକ୍ ମାନେ ଆମର ଠିକ୍ ଉପରେ ରହିବା ଭଳିଆ ଟାଣୁଛନ୍ତି। ଯେଉଁ ବର୍ତ୍ତମାନ ମଞ୍ଜି ବୁଣିବା ପୂର୍ବରୁ ଏଇଟାକୁ ବାବିଷ୍ଟିନ୍ ଦ୍ୱାରା ବିଶୋଧନ କରିବା ପାଇଁ ବାବିଷ୍ଟିନ୍ ପକାଉଛନ୍ତି। ପତିଲା ଟାଇପ୍ର ଏଇ ଯେଉଁ ଆପଣ କହୁଛନ୍ତି ତଳି ପକାଉଛନ୍ତି ହେଲା, ଏ ଯେଉଁ ବର୍ତ୍ତମାନ ଏଇ ତଳି ହେଇଛି ଏଇଟା କି ଆପଣ କେତେ ଦିନ ହେବ? ଏଇଟା ଆଜ୍ଞା 12 ଦିନ ହେଇଯିବ। 12 ଦିନ ହେଇଯିବ। 12 ଦିନ। ତ ଆପଣଙ୍କ ଏଇ ବେଡ଼୍ରେ ଆପଣଙ୍କର କେତେ ହଜାର କି କେତେ ଶହ ଏମିତି ଗଛ ଅନୁମାନିକ କେତେ କହିପାରିବେ କି କେତେ ବାହାରିଛି? ହାରାହାରି ଗଛ ଆପଣଙ୍କର ଏଇଠି 1800ଟା ହେଇଯିବ। 1800। କିନ୍ତୁ ମଝିରେ କିଛି ନଷ୍ଟ ହେଇଯାଇପାରେ। ଭଲ ଗଛ ହିସାବରେ ରହିବ 1500। 1500। ତେବେ ଆପଣ ଏଇ ଯେଉଁ 1500 ଗଛକୁ ବର୍ତ୍ତମାନ ଆପଣ ମାନେ 1000 ପିଛା ମାନେ କେମିତି ବିକୁଛନ୍ତି? 1000 ପିଛା ନା 100 ପିଛା କେମିତି ବିକୁଛନ୍ତି? ଦେଖନ୍ତୁ ଆପଣଙ୍କର କ୍ୱାଲିଟି ଅନୁସାରେ, ମଞ୍ଜିର କ୍ୱାଲିଟି ଅନୁସାରେ ମୁଁ ବିକୁଛି। 10 ଟଙ୍କାରୁ 100 ପ୍ରତି 10 ଟଙ୍କାରୁ 50 ଟଙ୍କା ପର୍ଯ୍ୟନ୍ତ 100 ଆସୁଛି, ମାନେ ମଞ୍ଜିର କ୍ୱାଲିଟି ନେଇକି। ତ ଏଇଟା ଆପଣ କି କ୍ୱାଲିଟିର ଦେଇଛନ୍ତି ଆପଣ? ଏଇଟା ହେଉଛି ଏଇ ଦେଖନ୍ତୁ କ୍ୱାଲିଟି, ଇଏ ହେଉଛି ଲକ୍ଷ୍ମୀ 5005 ନନାମ୍ସ କମ୍ପାନୀର। ଏଇ ବ୍ୟାଣ୍ଡ ଆପଣ ଦେଇଛନ୍ତି? ଏଇ ବ୍ୟାଣ୍ଡ ତ ଏଇଟା ହଁ ଏଇଟା 50 ଟଙ୍କା 100 ହେଇଯିବ। 50 ଟଙ୍କା 100 ହେଇଯିବ। ତେବେ ଏଇ ଯେ ଆପଣଙ୍କର ମୋଟାମୋଟି ଆପଣଙ୍କ ପଲି ହାଉସ୍ ଭିତରେ ଯେତିକି ନର୍ସରୀ ଆପଣଙ୍କର ଯେତିକି ବେଡ଼୍ ପଡ଼ିଛି, ଆପଣଙ୍କର 24ଟା ବେଡ଼୍ ପଡ଼ିଲେ ତ ଆପଣଙ୍କର ହାରାହାରି ମାନେ ଇନକମ୍ କେତେ ହୁଏ? ମାନେ ଖର୍ଚ୍ଚ ଯାଇକି ଆପଣଙ୍କ ଲାଭଟା କେତେ ହୁଏ? ପ୍ରତି ଥରକୁ ମୁଁ 1500 ଟଙ୍କା ଲାଭ କରେ ଏଇ 24ଟା ବେଡ଼୍ରୁ। 24ଟା ବେଡ଼୍ରୁ? ଠିକ୍ ଅଛି। ଆଚ୍ଛା ଆପଣ ଯେ ଆପଣ ମାନେ ଥରକୁ ଆପଣଙ୍କ 1500 ଲାଭ କରୁଛନ୍ତି, ତ ଆପଣଙ୍କ ବର୍ଷକୁ ହାରାହାରି କେତେ ହଜାର ଟଙ୍କା ଲାଭ କରୁଛନ୍ତି? ବର୍ଷକୁ କଲେ ଆଜ୍ଞା ଆମେ 4ଟା ସିଜିନ୍ରେ ପକାଉ, 4ରୁ 5 ଥର, ଏମିତି 5ରୁ 7000 ଭିତରେ ଇନକମ୍ ହୁଏ। ତାହେଲେ ମାନେ ଆପଣଙ୍କର ଯେଉଁ ଲେବରିଂ ଖର୍ଚ୍ଚ କି ବିହନ ଖର୍ଚ୍ଚ ଟୋଟାଲ୍ ଲାଭଟା ହିଁ ସେତିକି।